समय କାହାର ଏକା ଭଳି ରହିନଥାଏ, ତାକୁ ବି କାନ୍ଦିବାକୁ ପଡ଼ିଥାଏ, ଅନ୍ୟକୁ ମଧ୍ୟ କନ୍ଦାଇଥାଏ। କୌଣସି ମହିଳାଙ୍କ ଗୁପ୍ତାଙ୍ଗରେ ଯେତେବେଳେ କୌଣସି ପୁରୁଷ ନିଜର ଆଙ୍ଗୁଳି ପ୍ରବେଶ କରିଥାଏ, ତେବେ ଏହା ମହିଳାକୁ ପୁରୁଷର ଗୁପ୍ତାଙ୍ଗ ଭଳି ଆଭାସ ହୋଇଥାଏ। କଷ୍ଟ ଦୁଇ ପ୍ରକାରର ହୋଇଥାଏ, ଯାହା ଆପଣଙ୍କୁ କଷ୍ଟ ଦେଇଥାଏ ଓ ଦ୍ୱିତୀୟ ଯାହା ଆପଣଙ୍କୁ ବଦଳାଇ ମଧ୍ୟ ଦେଇଥାଏ। ମହମ ଓ ବତୀର ଭଲ ପାଇବା ବି ବହୁତ ଅଜବ ହୋଇଥାଏ। ବତୀ ତ ଜଳି ଯାଇଥାଏ, କିନ୍ତୁ ଦୁଃଖରେ ମହମ କାନ୍ଦିଥାଏ। ଯଦି 7 ଦିନ ପର୍ଯ୍ୟନ୍ତ ଲଗାତାର ଭାବରେ ଅଁଳା ଗଛର ଛାଲିକୁ ସନ୍ଧ୍ୟାରେ ପାଣିରେ ଭିଜେଇ ସକାଳେ ଏହି ପାଣି ଦ୍ୱାରା ମହିଳାଙ୍କ ଗୁପ୍ତାଙ୍ଗକୁ ଧୁଆଯାଏ, ତେବେ ଏହା ଦ୍ୱାରା ମହିଳାଙ୍କ ଗୁପ୍ତାଙ୍ଗ ଟାଇଟ୍ ଓ ସଙ୍କୁଚିତ ହୋଇଯାଇଥାଏ। ଯଦି ପାଖରେ ପଇସା ଅଛି, ତେବେ ଆପଣ ବିଶ୍ୱାସୀ ଅଟନ୍ତି, ନଚେତ୍ ଆପଣ ବେକାର ଅଟନ୍ତି। ଥ୍ୟାଙ୍କ୍ସ ଫର୍ ୱାଚିଂ।